ମୁଁ ବସନ୍ତ ମିଶ୍ର ଡିଏମ୍ ଭକ୍ତି ସାଗର ଚ୍ୟାନେଲ ମାଧ୍ୟମରେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ସେପ୍ଟେମ୍ବର ମାସ 17 ତାରିଖ ବିଶ୍ୱକର୍ମା ପୂଜା। ବିଶ୍ୱକର୍ମା ପୂଜା ଗୋଟିଏ ଏମିତି ପୂଜା ସାରା ବିଶ୍ୱରେ ବିଶ୍ୱ ଭଗବାନଙ୍କୁ ମାନନ୍ତି। ବିଶ୍ୱକର୍ମାଙ୍କୁ ଦେବତାମାନେ ମଧ୍ୟ ପୂଜା କରନ୍ତି। ଯେକୌଣସି କାର୍ଯ୍ୟ ହାସଲ ପାଇଁ, ଯେକୌଣସି କାର୍ଯ୍ୟ ସିଦ୍ଧି ପାଇଁ ଯେତେ ଦେବାଦେବୀ ମାନେ ବିଶ୍ୱକର୍ମାକୁ ପୂଜା କରିଥାନ୍ତି। ଆପଣମାନେ ଦେଖୁଥିବେ ଯେତେ ବଡ଼ ବଡ଼ ମନ୍ଦିର ଅଛି, ସେ ମନ୍ଦିର ବିଶ୍ୱକର୍ମାଙ୍କ ହସ୍ତରେ ନିର୍ମାଣ। ବିଶ୍ୱକର୍ମା ଭଳି ଏମିତି ଠାକୁର ନିହାତି ଭାବରେ ପୂଜା କରନ୍ତୁ, ମନ ଇଚ୍ଛା ବରଦାନ ପାଆନ୍ତୁ। ବିଶ୍ୱକର୍ମା ଯଦି ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଗଲେ ନା, ନିଶ୍ଚିନ୍ତ ଭାବରେ ଘର ଦ୍ୱାର ଗାଡ଼ି ଘୋଡ଼ା କୌଣସିରେ କମ୍ ହେବ ନାହିଁ। ବିଶ୍ୱକର୍ମା ନିଶ୍ଚିନ୍ତ ଭାବରେ ସବୁ କରିପାରନ୍ତି। ମୁହୂର୍ତ୍ତକ ମାତ୍ରେ ସେ ସବୁ କିଛି ଦେଇପାରନ୍ତି, ସବୁ କରିପାରନ୍ତି। ସେଇଥିପାଇଁ ବିଶ୍ୱକର୍ମାଙ୍କୁ ଦେବାଦେବୀ ମାନେ ପୂଜା କରିଥାନ୍ତି। ଆପଣମାନଙ୍କୁ ବିଶେଷ ସୂଚନା ମୁଁ ଦେବାକୁ ଚାହୁଁଛି ଯେ 17 ତାରିଖରେ ସଂକ୍ରାନ୍ତି, ଆଉ ସଂକ୍ରାନ୍ତିରେ ବିଶ୍ୱକର୍ମା ପୂଜା ହେବ। ଯାହାକୁ ନାଗମାତା ବୋଲି ଆପଣମାନେ ଜାଣୁଛନ୍ତି, ମା ମନସା ଦେବୀ, ମା ମନସା ରୂପରେ ପୂଜା ପାଉଛନ୍ତି। ବିଶ୍ୱକର୍ମା ପୂଜା, ମନସା ପୂଜା ଗୋଟିଏ ଦିନରେ 17 ତାରିଖ ସେପ୍ଟେମ୍ବର ମାସ ହେବାକୁ ଯାଉଛି। ତେଣୁକରି ସମସ୍ତ ଭକ୍ତବୃନ୍ଦ ଏବଂ ପୂଜା କରୁଥିବା ଭକ୍ତମାନଙ୍କୁ ମୁଁ ଜଣାଇଦେବାକୁ ଚାହୁଁଛି ଯେ ନୀତି ନିୟମ ଅନୁସାରେ ମା ମନସାଙ୍କ ପୂଜା ବା ବିଶ୍ୱକର୍ମା ପୂଜା କରନ୍ତୁ, ବରଦାନ ଲାଭ କରନ୍ତୁ, ସୁଖ ଶାନ୍ତି ନିଶ୍ଚିନ୍ତ ଭାବରେ ସେ ପ୍ରଦାନ କରିବେ। ଏହି ଇଚ୍ଛାକୁ ନେଇ ଭିଡ଼ିଓଟିକୁ ମୁଁ ନିର୍ମାଣ କରିଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏମିତିକି ସମସ୍ତ ପୂଜା ଦିନରେ, ପୂଜା ପୂର୍ବରୁ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କୁ ଭେଟି ଦେବା ପାଇଁ ମୁଁ ଇଚ୍ଛା କରିବି। ଆଉ ସମସ୍ତଙ୍କ ପାଇଁ ଏ ଭିଡ଼ିଓଟି ବହୁମୂଲ୍ୟ ଭିଡ଼ିଓ, ନିଶ୍ଚିନ୍ତ ଭାବରେ ଦେଖନ୍ତୁ। ପୁଣି କହି ରଖୁଛି, ପୁଣି ଦୁର୍ଗା ପୂଜା ପାଖେଇ ଆସୁଛି। ମା ଦୁର୍ଗାଙ୍କ ପୂଜା ପାଇଁ ବି ଏମିତି ଭିଡ଼ିଓ ଆପଣମାନଙ୍କୁ ଭେଟି ଦେବା ପାଇଁ ମୁଁ ଇଚ୍ଛା କରିବି। ଏ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଖୁସିରେ ରୁହନ୍ତୁ। ଏହି ମୋର ଆଶା ଏବଂ ଅଭିଳାଷାକୁ ନେଇ ଭିଡ଼ିଓକୁ ମୁଁ ନିର୍ମାଣ କରିଛି। ଆଜି ପାଇଁ ତ ଏତିକି, ପୁଣି ଦେଖାବ ଆଗାମୀ ଅଧ୍ୟାୟରେ।